ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି, ନମ୍ରତା ଥାପା, ବର୍ଷା ପ୍ରିୟଦର୍ଶିନୀ, ଅର୍ଚ୍ଚିତା ସାହୁ, ଏଲିନା ସାମନ୍ତରାୟ, ସୁପ୍ରିୟା ନାୟକ ଭଳି ଅନେକ ଅଭିନେତ୍ରୀଙ୍କ ସହିତ ଅଭିନୟ କରିସାରିଛନ୍ତି। କିନ୍ତୁ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ମାତ୍ର ଗୋଟିଏ ଥର ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇଛନ୍ତି। ତେବେ ଚାଲନ୍ତୁ ଆଜି ଜାଣିବା କେଉଁ କେଉଁ ଅଭିନେତ୍ରୀମାନେ ମାତ୍ର ଗୋଟିଏ ଥର ଅନୁଭବ ମହାନ୍ତିଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ହ୍ୟାଲୋ ହାଏ ନମସ୍କାର। ଓଡ଼ିଶାର ସବୁ ସିନେପ୍ରେମୀ ଭାଇ ଓ ଭଉଣୀମାନଙ୍କୁ ଆମ ଓଡ଼ିଆ ସିନେମା ଚ୍ୟାନେଲକୁ ସ୍ୱାଗତ କରୁଛି। ଆଜି କଥା ହେବା ଓଡ଼ିଶାର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହିତ ମାତ୍ର ଗୋଟିଏ ସିନେମାରେ ନାୟିକା ହେବାର ସୁଯୋଗ ପାଇଥିବା କିଛି ଓଡ଼ିଆ ଅଭିନେତ୍ରୀମାନଙ୍କ ବିଷୟରେ। 2004 ମସିହାରେ ରିଲିଜ୍ ହୋଇଥିଲା ଓଡ଼ିଆ ସିନେମା ବର୍ଷା ମାଇ ଡାର୍ଲିଂ। ଏହି ସିନେମାରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବଙ୍ଗୀୟ ନାୟିକା ଅଙ୍କିତା ବାନାର୍ଜୀ। ତେବେ ଏହି ସିନେମା ପରେ ଆଉ କୌଣସି ବି ସିନେମାରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇନାହାନ୍ତି ଅଭିନେତ୍ରୀ ଅଙ୍କିତା ବାନାର୍ଜୀ। 2005 ମସିହାରେ ରିଲିଜ୍ ହୋଇଥିଲା ସୁପରହିଟ୍ ଓଡ଼ିଆ ସିନେମା ସାଥିରେ। ଏହି ସିନେମାରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଅଭିନେତ୍ରୀ ମଧୁମିତା ବାସୁ। ଏହି ସିନେମାଟି ସେହି ସମୟରେ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲେ ମଧ୍ୟ ଏହାପରେ ଆଉ କୌଣସି ବି ସିନେମାରେ ମଧୁମିତା ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇନାହାନ୍ତି। ସେହିଭଳି 2005 ମସିହାରେ ଅନୁଭବ ମହାନ୍ତିଙ୍କ ଅଭିନୀତ ଆଉ ଏକ ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା, ଯାହାର ନାଁ ରହିଥିଲା ପ୍ରଥମ ପ୍ରେମ। ଏହି ସିନେମାରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଅଭିନେତ୍ରୀ ସୁଗେନା ଚୌଧୁରୀ। ତେବେ ଏହି ସିନେମାଟି ସେହି ସମୟରେ ଏତେଟା ସଫଳତା ପାଇନଥିଲା ଏବଂ ଏହାପରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ସୁଗେନା ଆଉ କେବେ ବି ଅଭିନୟ କରିନାହାନ୍ତି। 2005 ମସିହାରେ ପ୍ରଜରାଜ ମୁଭିସ୍ରେ ରିଲିଜ୍ ହୋଇଥିଲା ଅନୁଭବ ମହାନ୍ତିଙ୍କ ଅଭିନୀତ ଏକ ଓଡ଼ିଆ ସିନେମା, ଯାହାର ନାଁ ରହିଥିଲା ପ୍ରେମୀ ନମ୍ବର 1। ଏହି ସିନେମାରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇଥିଲେ ଅଭିନେତ୍ରୀ ଚାନ୍ଦିନୀ। ଏହି ସିନେମାଟି ସେହି ସମୟରେ ସୁପରହିଟ୍ ହୋଇଥିଲେ ମଧ୍ୟ ଦ୍ୱିତୀୟ ଥର ଆଉ କେବେ ବି ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ମିଳିନାହିଁ ଅଭିନେତ୍ରୀ ଚାନ୍ଦିନୀଙ୍କୁ। 2006 ମସିହାରେ ଅଭିନେତା ଅନୁଭବ ମହାନ୍ତିଙ୍କ ଅଭିନୀତ ରିଲିଜ୍ ହୋଇଥିଲା ଆଉ ଏକ ସୁପରହିଟ୍ ଓଡ଼ିଆ ସିନେମା, ଯାହାର ନାଁ ରହିଥିଲା ଅର୍ଜୁନ। ଏହି ସିନେମାରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଅଭିନେତ୍ରୀ ଗାର୍ଗୀ ମହାନ୍ତି। ଏହି ସିନେମାଟି ସେହି ସମୟରେ ସୁପରହିଟ୍ ହୋଇଥିଲା, କିନ୍ତୁ ଏହାପରେ ଆଉ କେବେ ବି ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇନାହାନ୍ତି ଅଭିନେତ୍ରୀ ଗାର୍ଗୀ ମହାନ୍ତି। 2006 ମସିହାରେ ଅଭିନେତା ଅନୁଭବ ମହାନ୍ତିଙ୍କ ଆଉ ଏକ ସୁପରହିଟ୍ ସିନେମା ରିଲିଜ୍ ହୋଇଥିଲା, ଯାହାର ନାଁ ରହିଥିଲା ଥ୍ୟାଙ୍କ ୟୁ ଭଗବାନ। ଏହି ସିନେମାରେ ଅନୁଭବ ମହାନ୍ତି ଡବଲ ରୋଲ୍ରେ ଅଭିନୟ କରିଥିବା ବେଳେ ଏହି ସିନେମାରେ ଦୁଇ ଜଣ ନାୟିକା ବର୍ଷା ପ୍ରିୟଦର୍ଶିନୀ ଏବଂ କାଜଲ ମିଶ୍ରଙ୍କୁ ଦେଖିବାକୁ ମିଳିଥିଲା। ତେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ଅନୁଭବ ମହାନ୍ତି ଆଗକୁ ଅନେକ ସିନେମାରେ ଅଭିନୟ କରିଥିବା ବେଳେ କିନ୍ତୁ କାଜଲ ମିଶ୍ରଙ୍କୁ ଆଉ କେବେ ବି ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ମିଳିନାହିଁ। 2007 ମସିହାରେ ରିଲିଜ୍ ହୋଇଥିଲା ଓଡ଼ିଆ ସିନେମା ମହାନାୟକ। ଏହି ସିନେମାରେ ହିନ୍ଦୀ ଅଭିନେତା ରାହୁଲ ଦେବ ଖଳନାୟକ ଭୂମିକାରେ ଅଭିନୟ କରିଥିବା ବେଳେ ଏହି ସିନେମାରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବେଙ୍ଗଲୀ ନାୟିକା କୋଏଲ ମଲ୍ଲିକ। ଏହାପରେ ଦ୍ୱିତୀୟ ଥର କେବେ ବି ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇନାହାନ୍ତି ବେଙ୍ଗଲୀ ନାୟିକା କୋଏଲ ମଲ୍ଲିକ। 2007 ମସିହାରେ ଅନୁଭବ ମହାନ୍ତିଙ୍କ ଅଭିନୀତ ଆଉ ଏକ ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା, ଯାହାର ନାଁ ରହିଥିଲା କାଳିଶଙ୍କର। ଏହି ସିନେମାରେ 3 ଜଣ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି ଏବଂ ଅରିନ୍ଦମ ରାୟଙ୍କୁ ଦେଖିବାକୁ ମିଳିଥିଲା। ଏହି ସିନେମାରେ ସିଦ୍ଧାନ୍ତ ମହାପାତ୍ରଙ୍କ ନାୟିକା ସାଜିଥିଲେ ଅନୁ ଚୌଧୁରୀ, ଅରିନ୍ଦମ ରାୟଙ୍କ ନାୟିକା ସାଜିଥିଲେ ମେଘନା ମିଶ୍ର ଏବଂ ଅନୁଭବ ମହାନ୍ତିଙ୍କ ନାୟିକା ସାଜିଥିଲେ ଅଭିନେତ୍ରୀ ସ୍ୱାସ୍ତିକା। ତେବେ ଏହି ସିନେମା ପରେ ଅଭିନେତ୍ରୀ ସ୍ୱାସ୍ତିକାଙ୍କୁ ଆଉ କେବେ ବି ଦ୍ୱିତୀୟ ଥର ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ମିଳିନାହିଁ। 2008 ମସିହାରେ ବ୍ରଜରାଜ ମୁଭିସ୍ରେ ରିଲିଜ୍ ହୋଇଥିଲା ଓଡ଼ିଆ ସିନେମା ମୋତେ ତ ଲଭ୍ ହେଲାରେ। ଏହି ସିନେମାରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇଥିଲେ ଅଭିନେତ୍ରୀ ଶୁଭଶ୍ରୀ, କିନ୍ତୁ ଏହାପରେ ଦ୍ୱିତୀୟ ଥର କେବେ ବି ଅନୁଭବ ମହାନ୍ତିଙ୍କ ବିପକ୍ଷରେ ଅଭିନୟ କରିନାହାନ୍ତି ଅଭିନେତ୍ରୀ ଶୁଭଶ୍ରୀ। 2008 ମସିହାରେ ଅନୁଭବ ମହାନ୍ତିଙ୍କ ଆଉ ଏକ ସୁପରହିଟ୍ ସିନେମା ରିଲିଜ୍ ହୋଇଥିଲା, ଯାହାର ନାଁ ରହିଥିଲା ଛାତି ଚିରିଦେଲେ ତୁ। ଏହି ସିନେମାରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଅଭିନେତ୍ରୀ ମିଠି। ଏହାପରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇନାହାନ୍ତି ଅଭିନେତ୍ରୀ ମିଠି।
2008 ମସିହାରେ ଅନୁଭବ ମହାନ୍ତିଙ୍କ ଅଭିନୀତ ରିଲିଜ୍ ହୋଇଥିଲା ଆଉ ଏକ ଓଡ଼ିଆ ସିନେମା ଯାହାର ନାଁ ରହିଥିଲା ମୁନା। ଏହି ସିନେମାରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଅଭିନେତ୍ରୀ ରମି। ଏହି ସିନେମା ପରେ ଆଉ କେବେ ବି ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇନାହାନ୍ତି ଅଭିନେତ୍ରୀ ରମି। 2008 ମସିହାରେ ରିଲିଜ୍ ହୋଇଥିଲା ଓଡ଼ିଆ ସିନେମା ସାତସୁରେ ବନ୍ଧାଏ ଜୀବନ। ଏହି ସିନେମାରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ଏବଂ ଏହି ସିନେମାରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ଅଭିନେତ୍ରୀ ପୂଜାଙ୍କୁ ସୁଯୋଗ ମିଳିଥିଲା। କିନ୍ତୁ ଏହି ସିନେମା ପରେ ଆଉ କେବେ ବି ଅଭିନେତ୍ରୀ ପୂଜାଙ୍କୁ ଅନୁଭବଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ମିଳିନାହିଁ। 2009 ମସିହାରେ ସାର୍ଥକ ମ୍ୟୁଜିକ୍ରେ ରିଲିଜ୍ ହୋଇଥିଲା ସୁପରହିଟ୍ ଓଡ଼ିଆ ସିନେମା ଅଭିମନ୍ୟୁ। ଏହି ସିନେମାରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଚୁଲବୁଲି ନାୟିକା ପ୍ରିୟା ଚୌଧୁରୀ। କିନ୍ତୁ ଏହି ସିନେମା ପରେ ପ୍ରିୟା ଚୌଧୁରୀଙ୍କୁ ଆଉ କେବେ ବି ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ମିଳିନାହିଁ। ଏହି ସିନେମାଟି କିନ୍ତୁ ସେହି ସମୟରେ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। 2011 ମସିହାରେ ଅଭିନେତା ଅନୁଭବ ମହାନ୍ତିଙ୍କ ଅଭିନୀତ ରିଲିଜ୍ ହୋଇଥିଲା ଓଡ଼ିଆ ସିନେମା ମୋଷ୍ଟ ୱାଣ୍ଟେଡ୍। ଏହି ସିନେମାରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବେଙ୍ଗଲୀ ନାୟିକା ମେଘା ଘୋଷ। ଏହାପରେ ମେଘା ଘୋଷ ଅନେକ ଗୁଡ଼ିଏ ସିନେମାରେ ଅଭିନୟ କରିଥିଲେ ମଧ୍ୟ ଆଉ କେବେ ବି ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ମିଳିନାହିଁ। ସେହିଭଳି 2012 ମସିହାରେ ରିଲିଜ୍ ହୋଇଥିଲା ଓଡ଼ିଆ ସିନେମା ଏସିପି ରଣବୀର। ଏହି ସିନେମାରେ ଅନୁଭବ ମହାନ୍ତି ଏକ ପୋଲିସ ଅଫିସର ଭୂମିକାରେ ଅଭିନୟ କରିଥିଲେ ଏବଂ ଏହି ସିନେମାରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ସାଜିଥିଲେ ମୁମ୍ବାଇରୁ ଆସିଥିବା ନାୟିକା ଆକାଂକ୍ଷା ଚୌଧୁରୀ। କିନ୍ତୁ ଏହାପରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ଏହି ନାୟିକାଙ୍କୁ ଆଉ କେବେ ବି ଦେଖିବାକୁ ମିଳିନାହିଁ। 2016 ମସିହାରେ ଅନୁଭବ ମହାନ୍ତିଙ୍କ ଅଭିନୀତ ରିଲିଜ୍ ହୋଇଥିଲା ଓଡ଼ିଆ ସିନେମା ବେବି। ଏହି ସିନେମାରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ଦୁଇ ଜଣ ନାୟିକା ଝିଲିକ ଭଟ୍ଟାଚାର୍ଯ୍ୟ ଏବଂ ପ୍ରୀତି ପ୍ରିୟଦର୍ଶିନୀଙ୍କୁ ଦେଖିବାକୁ ମିଳିଥିଲା। ଏହାପରେ ଝିଲିକ ଭଟ୍ଟାଚାର୍ଯ୍ୟଙ୍କ ସହିତ ଅନୁଭବ ମହାନ୍ତି ଅନେକ ଗୁଡ଼ିଏ ସିନେମାରେ ଅଭିନୟ କରିଥିଲେ ମଧ୍ୟ ପ୍ରୀତି ପ୍ରିୟଦର୍ଶିନୀଙ୍କ ସହିତ ଆଉ କେବେ ବି ଅଭିନୟ କରିନାହାନ୍ତି। 2023 ମସିହାରେ ରିଲିଜ୍ ହୋଇଥିଲା ଓଡ଼ିଆ ସିନେମା ଲଭ୍ ଇନ୍ ଲଣ୍ଡନ। ଏହି ସିନେମାର ଅଧିକାଂଶ ଦୃଶ୍ୟ ଲଣ୍ଡନରେ ସୁଟିଂ ହୋଇଥିବା ବେଳେ ଏହି ସିନେମାରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ଦୁଇ ଜଣ ନାୟିକା ସ୍ୱପ୍ନା ପ୍ରିୟଦର୍ଶିନୀ ଏବଂ ସୌମ୍ୟା ସଚଦେବଙ୍କୁ ଦେଖିବାକୁ ମିଳିଥିଲା। ଏହି ସିନେମା ପରେ କିନ୍ତୁ ଏହି ଦୁଇ ନାୟିକା ସ୍ୱପ୍ନା ପ୍ରିୟଦର୍ଶିନୀ ଏବଂ ସୌମ୍ୟା ସଚଦେବଙ୍କୁ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ମିଳିନାହିଁ। 2024 ମସିହା ଦଶହରାରେ ରିଲିଜ୍ ହୋଇଥିଲା ଅନୁଭବ ମହାନ୍ତିଙ୍କ ସୁପରହିଟ୍ ଓଡ଼ିଆ ସିନେମା କର୍ମ। ଏହି ସିନେମାଟି ପାଖାପାଖି 7 କୋଟି ଟଙ୍କା ରୋଜଗାର କରିଥିବା ବେଳେ ଏହି ସିନେମାରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଅଭିନେତ୍ରୀ ସୂର୍ଯ୍ୟମୟୀ। କିନ୍ତୁ ଏହି ସିନେମା ପରେ ଏପର୍ଯ୍ୟନ୍ତ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ଦ୍ୱିତୀୟ ଥର ନାୟିକା ହେବାର ସୁଯୋଗ ମିଳିନାହିଁ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କୁ। ତେବେ ମାତ୍ର ଗୋଟିଏ ଥର ଅନୁଭବ ମହାନ୍ତିଙ୍କ ବିପକ୍ଷରେ ଅଭିନୟ କରିଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ କେଉଁ ଅଭିନେତ୍ରୀଙ୍କ ଅଭିନୟ ଆପଣଙ୍କୁ ବେଶୀ ପସନ୍ଦ ଆସିଥିଲା କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଭିଡ଼ିଓଟି ପସନ୍ଦ ଆସିଥିଲେ ଲାଇକ୍ ସେୟାର ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।